सुचारू रूपे कार्य संपादन करुथिबा श्रद्धेय धनंजय सी स्वागत संगीत रे ए संध्या को आम समस्त को भावमग्न करिथिबा श्रद्धेया शुभदर्शिनी परमाणिक अतिथि परिचिति ज्ञापन करिथिबा श्रद्धेय इंद्रजीत नायक रमाकांत्य समस्त काव्य जिज्ञासु तथा आज समस्त को धन्यवाद दे आप्यायित करने प्रतीक्षमान थिबा जसवंत मेहर तथा समस्त रमाकांतीय काव्य जिज्ञासु को मोर स्वागत एवं अभिनंदन। आधुनिक कविता संपर्क करे बा कोनोसी कविंक संपर्क करे जते बेले आमे विश्लेषण करिबा को जाऊ सेते बेले प्रसंग क्रमे गोटे कथा मोर मने पड़ुची कविता संपर्क करे जहाकू चेक स्लोवियार कवि स्कासेल थरे कहिथिले जे पोएट्स डोंट इन्वेंट पोएम्स, poets don't invent poems, the poems is somewhere behind. It's been there for a long time, the first merely discover it. ଯାହାର ଭାବାର୍ଥ ହେଉଛି ଯେ ଆମର କବିତା ଗୁଡ଼ିକ ବହୁତ ଆଗରୁ ଥାନ୍ତି କାହାର ଛାତି ଭିତରେ ତ କୋଉ ପାହାଡ଼ ଉପରର ଜହ୍ନ ଆଲୁଅରେ 50 ବର୍ଷ 100 ବର୍ଷ ଏମିତି କି ହଜାର ବର୍ଷ ଆଗରୁ କବି ମାନେ ତାକୁ ଆବିଷ୍କାର କରନ୍ତି ଯାହା ମହାନ ଚେକ୍ କବି ସ୍କାସେଲ ଲେଖିଲା ପରି ଏବଂ ତାଙ୍କୁ ହିଁ କବି ଭାବରେ ଆମେ ଶ୍ରେୟ ଦେଉ। এই ଭାବ ସତ୍ୟକୁ ଯେ ଅଙ୍ଗୀକାର କରିପାରିଛନ୍ତି ଏବଂ ନିଜର ଲେଖନୀ ଜରିଆରେ ତାକୁ ପ୍ରମାଣ କରି ଦେଇ ପାରନ୍ତି। ଏ ପ୍ରସଙ୍ଗରେ ଆଉ ଗୋଟିଏ ଉଦାହରଣ ଦେବି। ଜଣେ ଶିଳ୍ପୀ ଆମେ ଜାଣୁ ସେ ମୂର୍ତ୍ତି ଗଢ଼େ, ଜଣେ ଚିତ୍ର ଆଙ୍କେ। ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀଙ୍କୁ ଆମେ କେତେବେଳେ କାଦୁଅ ମାଟି ନଡ଼ା ସୁତୁଲି ଦଉ ବା ଖଣ୍ଡେ କାଠ ଗଣ୍ଡି ଦେଉ ବା ଖଣ୍ଡେ ପଥର ଖଣ୍ଡ ଦଉ। ସେଇ ପଥର ଖଣ୍ଡ ଭିତରୁ ବା କାଠ ଗଣ୍ଡି ଭିତରୁ ସେମାନେ ଗୋଟେ ସୁନ୍ଦର ମୂର୍ତ୍ତି ଗଢ଼ନ୍ତି। ତେବେ ସେମିତି ଗୋଟେ ସୁନ୍ଦର କମନୀୟ ମୂର୍ତ୍ତି ଗଢ଼ି ସାରିଲା ପରେ ଯଦି ଶିଳ୍ପୀଙ୍କୁ ପଚରା ଯାଏ ତମେ ଏ ମୂର୍ତ୍ତିଟି ଗଢ଼ିଲ? ନା ନା, ପ୍ରକୃତ ଶିଳ୍ପୀ ଉତ୍ତର ଦେବ ନା ଏ ମୂର୍ତ୍ତିଟିକୁ ମୁଁ ଗଢ଼ି ନାହିଁ, ଏ ମୂର୍ତ୍ତିଟି ଏ ଅପରିଚ୍ଛନ୍ନ କାଠ ଗଣ୍ଡି ଭିତରେ ବହୁତ ଆଗରୁ ଥିଲା ବା ଏ ପଥର ଖଣ୍ଡ ଭିତରେ ଆଗରୁ ଥିଲା, ମୁଁ ତାକୁ ଠାବ କଲି, ସେଇ ମୂର୍ତ୍ତିକୁ ବାଦ ଦେଇ ଏ କାଠ ଗଣ୍ଡିରୁ ବା ପଥର ଖଣ୍ଡରୁ ଅନାବଶ୍ୟକ ଅଂଶ ଗୁଡ଼ିକୁ ମୁଁ କେବଳ ଉତାରି ଦେଲି। ଆପଣା ଛାଏଁ ମୂର୍ତ୍ତିଟି ତା ଭିତରୁ ବାହାରି ଆସିଲା। ମୁଁ ମୂର୍ତ୍ତି ଗଢ଼ି ନାହିଁ, ମୂର୍ତ୍ତିଟି ଆଗରୁ ତା ଭିତରେ ଥିଲା। ତେଣୁ ଇଏ ଯେମିତି ଗୋଟିଏ ସତ୍ୟ, ଠିକ୍ ସେମିତି ଉତ୍କୃଷ୍ଟ କବି ଜଣେ ସାଧକ ଏବଂ କବିତା ଏକ ମନ୍ତ୍ର, ତା ସାଧନାର ସିଦ୍ଧି, ତାକୁ ସେମାନେ ଆବିଷ୍କାର କରନ୍ତି। ପ୍ରାୟତଃ ଓଡ଼ିଆ ସାହିତ୍ୟର ଅତ୍ୟାଧୁନିକ ପର୍ଯ୍ୟାୟରେ ଏମିତି ଯଦି କେତେ ଜଣ ଚର୍ଚ୍ଚିତ କବି ଥାନ୍ତି, ପ୍ରିୟଭାଜନ କବି ଥାନ୍ତି, ପାଠକ ପ୍ରିୟ କବି ଥାନ୍ତି, ତନ୍ମଧ୍ୟରୁ ନିଶ୍ଚୟ ପଦ୍ମଭୂଷଣ ରମାକାନ୍ତ ରଥ ହେଉଛନ୍ତି ଅନ୍ୟତମ। ଏହା ପୂର୍ବ ଆଲୋଚନାରେ
ଯେତେବେଳେ ମୁଁ କବି ସଚ୍ଚିଦାନନ୍ଦଙ୍କ ଉପରେ ଆଲୋଚନା କରିଥିଲି, ସମସ୍ତଙ୍କର ସ୍ମରଣ ଥିବ, ମୁଁ କହିଥିଲି ଯେ ସ୍ୱାଧୀନତା କାଳରେ 1947ରେ ପ୍ରକାଶିତ ତାଙ୍କର ପାଣ୍ଡୁଲିପି କବିତା ଗ୍ରନ୍ଥ ଥିଲା ସାମ୍ପ୍ରତିକ ଓଡ଼ିଆ କବିତାର ଏକ ନୂତନ ପ୍ରସ୍ଥ। ସେ ଯେଉଁ ଦିଗ ଏବଂ ଦିଶା ଦେଇ ଯାଇଥିଲେ, ପ୍ରାୟତଃ 1950 ପରବର୍ତ୍ତୀ ସମୟ ବେଳକୁ ତାଙ୍କ ଦିଗ ଏବଂ ଦିଶା ସହିତ ତାଙ୍କର ଟିକିଏ ଅନୁଜ ବା ସମକାଳୀନ କବି ଭାବରେ ଯେଉଁ କେତେଜଣ କବି ସିଦ୍ଧିର ଅଧିକାରୀ, ତନ୍ମଧ୍ୟରେ ଗୁରୁପ୍ରସାଦ ମହାନ୍ତି, ରମାକାନ୍ତ ରଥ, ସୀତାକାନ୍ତ, ଭାନୁଜୀ ରାଓ, ଏମିତି ହାତ ଗଣତି କେତେଜଣଙ୍କ ନାମ ନିହାତି ଆମ ସମସ୍ତଙ୍କ ଭିତରେ ଗୋଟେ ଆଲୋଡ଼ନ ସୃଷ୍ଟି କରିଥାଏ। ତେବେ ସଚ୍ଚିଦାନନ୍ଦ ଯେଉଁ ଦିଗ ଏବଂ ଦିଶା ଦେଇଗଲେ, ରମାକାନ୍ତଙ୍କର ସାଧନା ଓ ସିଦ୍ଧି ସେଇ ସମାନ ଢଙ୍ଗରେ ଆଗକୁ ପ୍ରସାରିତ, ପ୍ରଲମ୍ବିତ ନା କିଛି ସ୍ୱକୀୟତା ଅଛି? ନିଶ୍ଚୟ କିଛି ସ୍ୱକୀୟତା ଅଛି। ତେଣୁ ସମଗ୍ର ଓଡ଼ିଆ କବିତା କ୍ଷେତ୍ରରେ ସଚ୍ଚିଦାନନ୍ଦଙ୍କର ବହୁଳ ପ୍ରଭାବ ଥିବା ସତ୍ତ୍ୱେ ଯେଉଁ ମୌଳିକ ଦୃଷ୍ଟି ଏବଂ ଦର୍ଶନ ନେଇ ରମାକାନ୍ତ ରଥ ନିଜ ମୁତାବକ ଓଡ଼ିଆ କବିତାରେ ଗୋଟିଏ ସ୍ୱତନ୍ତ୍ର ଆସନ ବା ସିଦ୍ଧିର ଅଧିକାରୀ, ତାକୁ ଯଦି ଆମେ ତୁଳନାତ୍ମକ ଭାବରେ ବିଚାର କରିବା, ତେବେ ସଚ୍ଚିଦାନନ୍ଦ ରାଉତରାୟ ଯଦିଓ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରୁ ଏବଂ ପରବର୍ତ୍ତୀ କାଳ ଉଭୟ ଦିଗକୁ କବିତାରେ ଛାଇ ଯାଇଛନ୍ତି, କିନ୍ତୁ ତାଙ୍କର ସାମଗ୍ରିକ କବିତାର ଭାବଧାରା ଭିତରେ ଆମେ ଗୋଟେ ଦେଖିବା ଯେ ଆମର ସମାଜ ଅଭିମୁଖୀ ଗୋଟିଏ ପ୍ରକାର କାବ୍ୟ ଜିଜ୍ଞାସା, ସମାଜ ଅଭିମୁଖୀ କାବ୍ୟ ଜିଜ୍ଞାସା, ଯୋଉଠି ସମାଜର କଥା ଅଛି, ସମୂହର କଥା ଅଛି, ପୃଥିବୀର ସମସ୍ତ ମଣିଷ ବର୍ଗଙ୍କର କଥା ଅଛି, ସମାଜ ଅଭିମୁଖୀ ସ୍ୱର। କିନ୍ତୁ ସେଇ ଦିଗରୁ ଯଦି ତୁଳନା କରିବା, ରମାକାନ୍ତ ରଥ କେଉଁ ସ୍ୱକୀୟତା ମୌଳିକତାର ଅଧିକାରୀ? ନା, ସଚ୍ଚିଦାନନ୍ଦଙ୍କ କାବ୍ୟ ସ୍ୱର ସମାଜ ଅଭିମୁଖୀ ଥିଲା ବେଳେ ରମାକାନ୍ତଙ୍କର ସ୍ୱର ଟିକେ ଅଲଗା। ଅର୍ଥାତ୍ ଯେଉଁ ସାମାଜିକ ଚେତନା, ଗୋଟେ ଗୋଷ୍ଠୀ ଭାବ, ପ୍ରାୟ 1950 ପରବର୍ତ୍ତୀ ସହରୀକରଣ ଯୁଗ ବେଳକୁ ତାର ଗୋଟେ ଅବକ୍ଷୟ ବା ଡେକେଡେନ୍ସ ଆମେ ଲକ୍ଷ୍ୟ କରୁଛୁ ଏବଂ ସମାଜ ଅଭିମୁଖୀ କାବ୍ୟ ଜିଜ୍ଞାସା ପରିବର୍ତ୍ତେ ଗୋଟିଏ ପ୍ରକାର ବ୍ୟକ୍ତି ଅଭିମୁଖୀ କାବ୍ୟ ଜିଜ୍ଞାସା, ବ୍ୟକ୍ତି ଅଭିମୁଖୀ କାବ୍ୟ ଜିଜ୍ଞାସା, ଇଏ ହେଉଛି ରମାକାନ୍ତଙ୍କ କାବ୍ୟଧାରାର ଗୋଟିଏ ସ୍ୱତନ୍ତ୍ର ବା ମୌଳିକ ଅଭିବ୍ୟକ୍ତି। ତେଣୁ ବ୍ୟକ୍ତିବାଦ, ଇଣ୍ଡିଭିଜୁଆଲିଟି ବା ଜଣେ ପର୍ସନାଲିଟି, ଏଇ ଆଧୁନିକ ମଣିଷର ତାର ଜୀବନ ଯନ୍ତ୍ରଣା, ତାର ଅସହାୟତା, ক্ষয়িষ্ণୁ ସଂସ୍କୃତିର ପ୍ରତିରୂପ, ଭୟ, ମୃତ୍ୟୁ ଚେତନା, ଯୌନତା, ତା ସହିତ ପ୍ରେମର ମଧ୍ୟ ମୃଦୁ ରସିକତା, ଏଗୁଡ଼ିକ ଏକ ଜଟିଳ ସମନ୍ୱିତ ପ୍ରକ୍ରିୟା ଭାବରେ ତାଙ୍କ କବିତାରେ ଉପଲବ୍ଧ ହେଇଥାଏ। ସେ ଭୟ କଥା କହନ୍ତି, ଯୌନତା କଥା କହନ୍ତି, ପ୍ରେମ କଥା କହନ୍ତି, ତା ସହିତ ମୃତ୍ୟୁ ଚେତନା ସବୁବେଳେ ହାତ ଧରା ଧରି ହେଇକି ରହିଥାନ୍ତି। ସତେ ଯେମିତି ଯେ ଡେଥ୍ ଆଉ ସେକ୍ସ, ଯୌନତା ଆଉ ମୃତ୍ୟୁ, ଏ ଦୁଇ ବିପରୀତ ଧର୍ମୀ ଚେତନା ସବୁବେଳେ ତାଙ୍କ କବିତାରେ ହାତ ଧରା ଧରି ହେଇ ରହି ଆସିଛି। ବିଶେଷତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଉନ୍ନତ ପାଶ୍ଚାତ୍ୟ କାବ୍ୟ ଭାବନାକୁ
ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରିଥିବା ହେତୁ ପ୍ରାୟ ତାଙ୍କ ହାତରେ ଆଧୁନିକ ଓଡ଼ିଆ କବିତା ପ୍ରୟୋଗ ଧର୍ମିତାର ବା ପାଶ୍ଚାତ୍ୟ କାବ୍ୟ ତତ୍ତ୍ୱକୁ ନେଇ ଗୋଟେ ସ୍ୱତନ୍ତ୍ର ଆସନ ବା ଗୋଟେ ସ୍ୱତନ୍ତ୍ର ଦିଗ ବା ଦିଗ୍ବଳୟ ସୃଷ୍ଟି କରିଛି କହିଲେ ଭୁଲ ହେବ ନାହିଁ। ସଚ୍ଚିଦାନନ୍ଦଙ୍କ ସହିତ ତୁଳନାତ୍ମକ ଦିଗରୁ ଯଦି ଶୈଳୀ କ୍ଷେତ୍ରରେ ଦେଖିବା, ଛନ୍ଦ କ୍ଷେତ୍ରରେ ଦେଖିବା, ତେବେ ରମାକାନ୍ତଙ୍କର ମୌଳିକତା ଆଉ ଟିକେ ବାରି ହେଇଯାଏ। ସଚ୍ଚିଦାନନ୍ଦ ରାଉତରାୟ ଛନ୍ଦଧର୍ମୀ କବିତା ଲେଖିଛନ୍ତି ଏବଂ ପାଣ୍ଡୁଲିପି ବେଳକୁ ମୁକ୍ତ ଛନ୍ଦ ବା ଭାର୍ସ ଲିପିରେ ବା ବାକ୍ ରୀତିରେ କବିତା ଲେଖିଛନ୍ତି। କିନ୍ତୁ ରମାକାନ୍ତଙ୍କ କାବ୍ୟ ଶୈଳୀ ଛନ୍ଦ ଦୃଷ୍ଟିରୁ ଏକ ସ୍ୱକୀୟ ଆସନର ଅଧିକାରୀ, ଅର୍ଥାତ୍ ବାକ୍ ଛନ୍ଦ ସହିତ ମୁକ୍ତ ଛନ୍ଦ ସହିତ ୟାଙ୍କ ଲେଖାରେ ଆଉ ଗୋଟିଏ ବିଶେଷ ଦିଗ ବାରି ହେଇଯାଏ, ତାହା ହେଉଛି ଆମର ଗଦ୍ୟ ଛନ୍ଦର ପ୍ରୟୋଗ। ଭାଷା କୋମଳ, ଲାଳିତ୍ୟପୂର୍ଣ୍ଣ, କିନ୍ତୁ ସତେ ଯେମିତି ଗଦ୍ୟର ଗୋଟେ ଗୋଟେ ସଂକ୍ଷିପ୍ତ ବାକ୍ୟର ସମାହାର ବା କଳେବର ହେଉଛି ତାଙ୍କର କବିତା। ଯେମିତି ଆମେ ତୁଳନା କରିବା, ସଚ୍ଚିଦାନନ୍ଦ ରାଉତ କହୁଛନ୍ତି ଯେ ହସି ହସି ଲୁଚିଯାଏ ଶଶୀ ଉଚ୍ଚ ଉଚ୍ଚ ପର୍ବତ ଶିରେ, ଚିତାକଟା ଶାମୁକା ସୁନ୍ଦର ତାଳି ପକା ନଦୀ ବାଲି ପରେ। ବା ପ୍ରତିମା ନାୟକରେ ଯେଠି ଦେଖିଥିବ, ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା, ଆଲୁଅ ଅନ୍ଧାର ମଧ୍ୟରେ ସେ ଯେ କରିଅଛି ରଫା। ବା କୁଣର୍କରେ ଦେଖିବ, ତମେ ଦେଖିଅଛ ଶିଳାରେ ତାର ତରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ। ଏଠି ଯେଉଁ ରବାଡମ୍ବରତା ଆମେ ଦେଖୁଛୁ ବା ଆବୃତ୍ତି ଧର୍ମୀ ଗୋଟେ ଶବ୍ଦାଡମ୍ବରକୁ ଏଠି ଆମେ ଅନୁଭବ କରୁଛୁ, ଗୋଟେ ସ୍ପନ୍ଦନକୁ ଅନୁଭବ କରୁଛୁ। କିନ୍ତୁ ରମାକାନ୍ତ ବେଳକୁ ଏ କାବ୍ୟ ସ୍ପନ୍ଦନ ବା ଏ ଛନ୍ଦ ଧର୍ମିତା ବା ଏ ଶବ୍ଦାଡମ୍ବର ବା ଏ ରବାଡମ୍ବର, ଯାହାକୁ ଆମେ ଭାର୍ବସିଟି ବୋଲି କହୁଛୁ, ଏଗୁଡିକ ପ୍ରାୟ ନିରବି ଗଲା। କବିତା ଆବୃତ୍ତି ଧର୍ମୀ ଠାରୁ ଦୂରେଇ ଯାଇ ରମାକାନ୍ତଙ୍କ ହାତରେ କବିତା ଜଣେ ପାଠକ ପାଇଁ ମନନଶୀଳ ହେଇଗଲା। ମନନଶୀଳ ଅର୍ଥାତ୍ ପାଟି ନ ଖୋଲି କେବଳ ଆଖିରେ କବିତାକୁ ପଢିବା ଏବଂ ହୃଦୟ ଭିତରେ ଶବ୍ଦର ଅନ୍ତର୍ନିହିତ ନୀରବତା ଭିତରୁ ଭାବାର୍ଥଟିକୁ ଅନୁଶୀଳନ କରିବା, ଉପଲବ୍ଧି କରିବା, କବିତା ପଢି ସାରି ଚିନ୍ତାମଗ୍ନ ହେଇଯିବା। ଏଇଭଳି ଗୋଟେ ନୀରବ ପଠନ ପ୍ରକ୍ରିୟା ବା ଆବୃତ୍ତି ଧର୍ମୀ ପରିବର୍ତ୍ତେ ମନନଶୀଳତାର ଯେଉଁ ଗୋଟିଏ ଧାରା ଇଏ ସୃଷ୍ଟି କରିଗଲେ, ତେଣୁ କବିତା ପ୍ରତି ପାଠକର ମନ, ବୁଦ୍ଧି, ପ୍ରାଣ, ଆବେଗକୁ ଛୁଇଁବା ସହ ହୃଦୟ ସହିତ ଗୋଟିଏ ଗଭୀର ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବାର ସାମର୍ଥ୍ୟ ହାସଲ କଲା। ରମାକାନ୍ତଙ୍କ ଏହି ଶୈଳୀର ଯଦି ଆମେ ଉଦାହରଣ ନେବା, ତେବେ ଏ ଗଦ୍ୟ ଶୈଳୀ କେମିତିକା ନା, ଯେମିତି ଆମେ ଜହ୍ନରାତି କବିତାରୁ କିଛି ଅଂଶ ଯଦି ପଢିବା, ଆମକୁ କବିତାର ଧାଡି ଗୁଡିକ ଗଦ୍ୟର ଧାଡି ଭଳି ଲାଗିବ, କିନ୍ତୁ ତାର ଆବେଦନଟି ବଡ କମନୀୟ ଏବଂ ନମନୀୟ। ଯେମିତି ଯେତେକ ପଡିଆ ଜମି ସବୁ ମିଶି ଗୋଟିଏ ସଫେଦ ବିଛଣା ଚାଦର, ଯାର ଶେଷ ନାହିଁ ଆରମ୍ଭ ବି କାହିଁ, ଠିକ୍ ମୋର ଦେହ ପରି। ଆକାଶ ବି ପ୍ରାୟ ତମ ପରି। ବେଳେ ବେଳେ ମନେ ହୁଏ ମୁଁ ଆକାଶ ପ୍ରଶସ୍ତ ଅଥଚ ଫାଙ୍କା, ଏବଂ ଦେଖୁଅଛି ପୃଥିବୀ ଯେପରି, ତମେ ଠିକ୍ ସେହିପରି ମେଲା କରି
ଅଛ ହାତ ମାନ ଯେଉଁଠାରେ ଓହ୍ଲାଇଲେ ସେଇଠାରେ ତୁମ୍ଭ ଆଲିଙ୍ଗନ। ତେଣୁ ଆମର ଛନ୍ଦ ସହ ଗଦ୍ୟର ଗୋଟେ ଚାରୁ ସୁସମାନ୍ୱିତ ସମନ୍ୱୟ ରମାକାନ୍ତଙ୍କ କବିତାର ଗୋଟିଏ ସ୍ୱକୀୟ ଆବେଦନ କହିଲେ ଭୁଲ ହେବ ନାହିଁ। ଆଗରୁ ରମାକାନ୍ତଙ୍କ ରଥଙ୍କ ଉପରେ ପ୍ରାକ୍ ଭାଷରେ ଧନଞ୍ଜୟ କହିଛନ୍ତି 1934 ମସିହାରେ ଜନ୍ମ ନେଇଛନ୍ତି କବି ରମାକାନ୍ତ। ପ୍ରାୟତଃ ଆମର ଭାରତୀୟ ପ୍ରଶାସନିକ ସେବା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ଭାବରେ ବିଶେଷ ପରିଚୟ ତାଙ୍କର ଅଛି। କିନ୍ତୁ ଏ ଜୀବନ ଜୀବିକା ବାହାରେ କବିତାର ମୁକ୍ତ ପ୍ରାଙ୍ଗଣରେ ବା ନୀରବ ନିଶିଥରେ ତାଙ୍କର ସାଧନା ଶବ୍ଦ ବ୍ରହ୍ମଙ୍କୁ ନେଇ, ଶବ୍ଦ ସରସ୍ୱତୀଙ୍କୁ ନେଇ। କବିତାରେ ସେ ବୁଦ୍ଧି ସହିତ ହୃଦୟ ବେଗକୁ, ବୁଦ୍ଧି ସହିତ ହୃଦୟ ବେଗ, ଗୋଟିଏ ପଟେ ୱିକନେସ୍ ଯାହାକୁ ଆମେ କହୁ ବୁଦ୍ଧିଦୀପ୍ତତା, ଅନ୍ୟ ପଟେ ଇମୋସନ ଯାହାକୁ ଆମେ କହୁ ସମ୍ବେଗଶୀଳତା ବା ହୃଦୟ ବେଗ, ଏସବୁକୁ ପ୍ରାୟ ଗୋଟିଏ ପାତ୍ରରେ ସେ ପରିବେଷଣ କରିଥିବା ପରି ଆମକୁ ଲାଗେ। ଏକ ପକ୍ଷରେ ସେ ଯେପରି କବି ଏଲିୟଟଙ୍କ ପରି ମୃତ୍ୟୁବୋଧ ଅସ୍ତିତ୍ୱର ସଙ୍କଟ ନେଇ ବିବ୍ରତ ବିଷଣ୍ଣ, ସେହିପରି ଅନ୍ୟ ପକ୍ଷରେ ଜଣେ ଭାରତୀୟ ମୋହମୁକ୍ତ ସନ୍ନ୍ୟାସୀ ପରି କାଳୁତୀର୍ଣ୍ଣ ଚେତନାର ଜୀବନର ଅର୍ଥ ଅନୁସନ୍ଧାନୀ ଭାବରେ ଆମ ଆଗରେ ସେ ପ୍ରତିଭାତ ହୁଅନ୍ତି। ପ୍ରତ୍ୟେକ କବିତା ପାଠ କଲା ପରେ ଆମକୁ ଲାଗେ ଯେମିତି ଆତ୍ମସମୀକ୍ଷା ହିଁ ତାଙ୍କର କବିକର୍ମ। ତାଙ୍କ କବିତା ମୁଖ୍ୟତଃ ସ୍ୱଗତୋକ୍ତିମୂଳକ, ଆଗରୁ ମୁଁ କହିଛି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା ଆବୃତ୍ତି ଧର୍ମୀ, ତାଙ୍କର ମନନଶୀଳ। ତା ପାଇଁ ଆଉ ଗୋଟିଏ ଶବ୍ଦ, ଯେମିତି ନିଜ ଭିତରେ ସେ ଗୁଣୁ ଗୁଣୁ ହେଇ ନିଜ କଥା ହିଁ ବିନା ଶବ୍ଦରେ କହି ଚାଲୁଛନ୍ତି, ଏମିତି ଗୋଟେ ଧାରଣା, ଏମିତି ଗୋଟେ ପ୍ରତ୍ୟୟ ପାଠକ ଭିତରକୁ ସଞ୍ଚରଣଶୀଳ ହେଇଯାଏ। ଏବଂ ସେଇ ସମୟରେ ଯୋଉ କବିତାର ଭାଷା ଏବଂ ସେ ଭାଷା ଏବଂ ପ୍ରକାଶ ଭଙ୍ଗୀ ସର୍ବତ୍ର ବେଶ ନୂତନ ଏବଂ ଶକ୍ତିଶାଳୀ ବି ଲାଗେ। ତାଙ୍କର ସୃଷ୍ଟି ସାମ୍ରାଜ୍ୟକୁ ବା ବିସ୍ଫାରିତ ସର୍ଜନାର ସଂସାରକୁ ଯଦି ଆମେ ଆକଳନ କରିବା, ତେବେ ସମସ୍ତେ ଜାଣିଛନ୍ତି ଯେ 1962ରେ ତାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ ପାଉଛି କେତେ ଦିନର, କିନ୍ତୁ କବିତା ତା ପୂର୍ବରୁ ଲେଖି ଆସିଛନ୍ତି। ତେଣୁ କୁହାଯାଏ 1920 ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ, ଅର୍ଥାତ୍ ଆମର ଷଷ୍ଠ ଦଶକର ଅର୍ଦ୍ଧକରୁ ତାଙ୍କର କବିତାର ସାଧନା ଆରମ୍ଭ। ଦ୍ୱିତୀୟ କବିତା ପୁସ୍ତକ ଅନେକ କୋଠରୀ 1962ରେ ପ୍ରକାଶ ପାଇଛି। ତୃତୀୟତଃ ସନ୍ଦିଗ୍ଧ ମୃଗୟା 1971, ସପ୍ତମ ଋତୁ 1977ରେ, ସଚିତ୍ର ଅନ୍ଧାର 1982, ଶ୍ରୀରାଧା, ଖାଲି ଶ୍ରୀରାଧା ନୁହଁ, ଏକାଦିକ୍ରମେ 3 ଖଣ୍ଡ କବିତା ପୁସ୍ତକ, ଯାହାକୁ ପାରମ୍ପରିକ ଢଙ୍ଗରେ ପରିଭାଷିତ କରିବାକୁ ଗଲେ ଗୋଟିଏ ଗୋଟିଏ ଖଣ୍ଡ କାବ୍ୟ କହିଲେ ଭୁଲ ହେବ ନାହିଁ। ତାହା ହେଉଛି 1985ରେ ଶ୍ରୀରାଧା, 1996ରେ ଶ୍ରୀ ପଳାତକ, 2002ରେ ସୀମାନ୍ତବାସ ଏବଂ ପରବର୍ତ୍ତୀ ଆଉ 2ଟି ସଂକଳନ, ଯାହା ପାଠକକୁ ତାଙ୍କ ସିଦ୍ଧିର ପରିଚୟ ଦିଏ। ତାହା ହେଉଛି 2004ରେ ଫେରି ଚାହିଁଲେ ଏବଂ
ଶେଷତମ କବିତା ସଂକଳନ ଯା ନଜା ନଜା କହୁ କହୁ। ତେବେ ଏଇ ଯୋଉ ଆପାତତଃ 10 କବିତା ପୁସ୍ତକର ସାମଗ୍ରିକ ସୃଜନ ଶିଳ୍ପକୁ ଯଦି ଆମେ ଅନୁସନ୍ଧାନ କରିବା, ତାର ନିର୍ଯାସ ବା ଭାବଗତ ଯୋଉ ପ୍ରକାର୍ଯ୍ୟ ତାକୁ ଆମେ ଦୁଇଟି ଦିଗରୁ ଭାଗ କରିପାରିବା। ଆମେ କହିପାରିବା ଯେ ତାଙ୍କ କବିତାରେ ନୂତନ ପ୍ରତୀକ ଅଛି, ଚିତ୍ରକଳ୍ପ ଅଛି, ଆର୍କିଟାଇପ ଅଛି, ଯୌନତା ଅଛି, ମୃତ୍ୟୁ ଚେତନା ଅଛି, ସମୟ ଚେତନା ଅଛି, ଅସହାୟତା ଅଛି, ବିଷାଦ ବୋଧ ଅଛି, ନିସଙ୍ଗତା ଅଛି, ଏକାକିତ୍ୱ ଅଛି, ବିଚ୍ଛିନ୍ନତାବାଦ ଅଛି। ଏ ସବୁ ଥାଇ ସ୍ଥୂଳତଃ ଆମେ ତାକୁ ଯଦି ସାମଗ୍ରିକ ଦୃଷ୍ଟିରୁ ବିଚାର କରିବା, ଦୁଇଟି ଭାଗ। ଗୋଟିଏ ଭାଗ ହୋଇପାରେ ସାମ୍ପ୍ରତିକ ଜୀବନର ଯନ୍ତ୍ରଣାବୋଧ, ମାନସିକ ସଙ୍କଟ ବୋଧ, ଇଏ ଗୋଟିଏ ଦିଗ। ଏଇ ଦିଗ ଭିତରେ ସମସ୍ତ ପାଶ୍ଚାତ୍ୟ କାବ୍ୟ ତତ୍ତ୍ୱ ବା କାବ୍ୟ ଅନୁସଙ୍ଗ ଅନ୍ତର୍ନିହିତ ହେଇକି ରହିଛି, ଯେଉଁଠି ପରମ୍ପରାକୁ ଅସ୍ୱୀକାର କରାଯାଉଛି, ସାଂସ୍କୃତିକ ମୂଲ୍ୟବୋଧକୁ ଅସ୍ୱୀକାର କରାଯାଉଛି, ବା ସେ ମୂଲ୍ୟବୋଧର ଗୋଟିଏ ଅବକ୍ଷୟ ଆମେ ଦେଖୁଛୁ, ଏବଂ ସହରୀ ଜୀବନର ଯନ୍ତ୍ରଣା ଜର୍ଜିତ ମଣିଷର ଅନ୍ତର୍ନିହିତ ଅନ୍ତର୍ମନର ମନସ୍ତାତ୍ତ୍ୱିକ ସୂକ୍ଷ୍ମାତି ସୂକ୍ଷ୍ମ ଜଟିଳ ଚିତ୍ର କୁ ବହନ କରୁଥିବା ତାଙ୍କର କବିତାର ପ୍ରତୁଳ ଅଂଶ ଏଇଥିରେ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ରମାକାନ୍ତୀୟ କାବ୍ୟଧାରାର ଆଉ ଗୋଟିଏ ସ୍ୱତନ୍ତ୍ର ଦିଗ ବାରି ହେଇଯାଏ, ତାହା ହେଉଛି କଣ ନା ଶାଶ୍ୱତ ଜୀବନର ସନାତନ ଭାବ ସତ୍ତା ଅନ୍ତର୍ଗର୍ଭିତ କବିତା ଗୁଡିକ। ଶାଶ୍ୱତ ଜୀବନର ସନାତନ ଭାବ ସତ୍ତା ଅନ୍ତର୍ଗର୍ଭିତ କବିତା, ଯାହା ପାଠକର ଚେତନାକୁ ଭାରତୀୟ ସଂସ୍କୃତି ସହ, ପରମ୍ପରା ସହ, ବିଭୁ ଚେତନା ସହ ବା ଗୋଟେ ଐଶ୍ୱରୀୟ ଭାବଧାରା ସହ ଯୋଡ଼ି ଦିଏ, ପରମ ବିଶ୍ୱାସ ସୃଷ୍ଟି କରେ ଏବଂ ହୃଦୟକୁ ଅଧିକରୁ ଅଧିକ ପ୍ରସାରିତ କରିଦିଏ। ଏ ଦିଗରୁ ଯଦି ଦେଖିବା, ତେବେ ସମଗ୍ର ପାଶ୍ଚାତ୍ୟ ଭାବଧାରାକୁ ନେଇ ରମାକାନ୍ତ କବି ଭାବରେ ଯେଉଁ ସ୍ୱୀକୃତି ଲାଭ କରିଥିଲେ, ପ୍ରମାଣ ସିଦ୍ଧ କରିଦେଇଥିଲେ ଜଣେ ଉଚ୍ଚାଙ୍ଗ କବି ଭାବରେ, କିନ୍ତୁ এই দ্বিতীয় ଭାବଧାରାଟି ଭାରତୀୟ ଆତ୍ମାକୁ, ଭାରତୀୟ ସନାତନ ମୂଲ୍ୟବୋଧକୁ ଆବିଷ୍କାର କରି ପାଠକ ନିକଟରେ ସିଏ ଯେଉଁ ଶ୍ରେୟ ସୃଷ୍ଟି କରିପାରିଛନ୍ତି, ଏକମାତ୍ର କବିତା ସଂକଳନ ଶ୍ରୀରାଧା ବା ପରେ ପରେ ଶ୍ରୀ ପଳାତକ ବା ଯତ୍ର ତତ୍ର ସର୍ବତ୍ର, କେଉଁଠି ସେ ଗରୁଡ଼ ହେଉ, କେଉଁଠି କବିତା ଅନନ୍ତ ଶୟନ ହେଉ ବା ଜହ୍ନରାତି ଭଳି କବିତା ହେଉ, ସବୁଠି এই ଭାରତୀୟ ସଂସ୍କୃତିର କିଛି ଆଭା, କିଛି ପ୍ରଭା ବା କିଛି ଚେତନା ତାକୁ ସେ ଶବ୍ଦାୟିତ କରିଦେଇ ଓଡ଼ିଆ ସାହିତ୍ୟରେ ପ୍ରାୟ ମାଟି ମନସ୍କ ଭାବନାର, ସଂସ୍କୃତି ମନସ୍କ ଭାବନାର ଯେଉଁ ପରିଚୟଟିଏ ଛାଡ଼ି ଯାଇଛନ୍ତି, ତାହା ହେଉଛି ଅନନ୍ୟ। ତେବେ ରମାକାନ୍ତଙ୍କ ଇ ବିପୁଳ କାବ୍ୟ ଯାତ୍ରା ଭିତରେ খুব ପରିମିତ ଭାଷାରେ ବା ସ୍ୱଳ୍ପ ସମୟ ଭିତରେ ତାଙ୍କୁ ଆକଳନ କରିବା ଗୋଟେ ଦୁଷ୍କର ଅଭିଯାନ କହିଲେ ଭୁଲ ହେବ ନାହିଁ। ତେବେ ସଂକ୍ଷେପରେ କବିଙ୍କୁ କାବ୍ୟ ବିକାଶଙ୍କ ନିକଟରେ ପରିଚିତ କରିବା ପାଇଁ ମୁଁ ଅନ୍ତତଃ ଚେଷ୍ଟା କରିବି। କେତେ ଦିନର 1962 ମସିହାରେ ପ୍ରକାଶ ପାଇଥିବା କବିତା, ଯାହା ଭିତରେ ଆମେ ଦେଖୁ
ବୁଦ୍ଧି ଓ ହୃଦୟାବେଗର ଗୋଟେ ଚମତ୍କାର ସମନ୍ୱୟ। ବୁଦ୍ଧି ଓ ହୃଦୟାବେଗର ଚମତ୍କାର ସମନ୍ୱୟ। ଏହି ସଂକଳନରେ ଯେତେ ଗୁଡ଼ିଏ କବିତା ରହିଛି ତା ଭିତରେ ଭୟ, ଘଣ୍ଟା, ଚିଲ, ଲଣ୍ଠନ, ପୁତ୍ତଳିକା, ଗରୁଡ଼, ବାଘ୍ରାବଲୋକନ ଏବଂ ଚନ୍ଦ୍ରମାର ଚୁଡ଼ି ଭଳି ଶକ୍ତିଶାଳୀ କବିତା ଗୁଡ଼ିକ ରହିଛି। ବିଶେଷ କରି ମୋର ଶ୍ରଦ୍ଧେୟ ଛାତ୍ରଛାତ୍ରୀ ମାନେ ଯେତେବେଳେ ରମାକାନ୍ତୀୟ ସମ୍ପର୍କୀୟ କବିତା ଚର୍ଚ୍ଚା କରନ୍ତି ପରୀକ୍ଷା ଖାତାରେ ବା ନିଜ ନୋଟ୍ସରେ, ରମାକାନ୍ତଙ୍କର ଅଜସ୍ର କବିତା ଭିତରୁ କେତୋଟି କବିତା ଯାହା ଆଲୋଚକ ମାନଙ୍କର ଦୃଷ୍ଟି ଆକର୍ଷଣ କରେ, ତାର ବହୁ ଚର୍ଚ୍ଚିତ ପଂକ୍ତି ମାନଙ୍କୁ ସେମାନେ ଉଦ୍ଧାର କରିଥାନ୍ତି। ସେମିତି ମୁଁ ବି ତାକୁ ବାଦ ଦେଇ ପାରୁନାହିଁ। ଉଦାହରଣ ସ୍ୱରୂପ ଲଣ୍ଠନ କବିତାର କିଛି ପଂକ୍ତି ଆମେ ଆଲୋଚନା କରିବା। ରମାକାନ୍ତଙ୍କ ଅନ୍ତର୍ଦୃଷ୍ଟିର ପରିଚିତିଟେ ଆମେ ପାଇଯିବା। ଲଣ୍ଠନ ଇଏ ଏକ ପ୍ରତୀକ ହେଇପାରେ, ଗୋଟେ ସିମ୍ବଲ ହେଇପାରେ। ଲଣ୍ଠନ ଇଏ ବି ଗୋଟେ ଚିତ୍ରକଳ୍ପ ବି ହେଇପାରେ, ଯୋଉଠି ସେ କହୁଛନ୍ତି ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ। ତମେ ହଁ ତାର ପ୍ରଥମ ହଉଛି ତମେ କେବେ ଦେଖିପାର ପ୍ରଜ୍ୱଳିତ ଅସ୍ତିତ୍ୱ ମୋହର। ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ, ମିଡିୟମ ଧୋତି ଆଉ ଇସ୍ତ୍ରୀ କରା କାମିଜ ଭିତରେ। এই ସଂକ୍ଷିପ୍ତ ପରିମିତ ପଂକ୍ତି ବା ଶବ୍ଦ କେତେଟିକୁ ପିଲାମାନେ କେମିତି ବୁଝନ୍ତି ହୁଏତ ଠିକ ଢଙ୍ଗରେ ବୁଝିପାରୁଥିବେ, କିନ୍ତୁ ମୁଁ ଯାହା ଅନୁଭବ କରୁଛି ଲଣ୍ଠନ ଏଠି ଲଣ୍ଠନ ନୁହଁ, ଗୋଟେ ବସ୍ତୁ ମାତ୍ର ନୁହଁ। କାରଣ ଲଣ୍ଠନ କେବେ ମିଡିୟମ ଧୋତି ଆଉ ଇସ୍ତ୍ରୀ କରା କାମିଜ ପିନ୍ଧନ୍ତି ନାହିଁ। ଏ କବିତା ଯେତେବେଳେ ସେ ଲେଖୁଛନ୍ତି ଯେ 1960 ରୁ 70 ଭିତରେ ସେତେବେଳେର ଯୋଉମାନେ ଉଚ୍ଚ ପଦାଧିକାରୀ ଥିଲେ, ପ୍ରଶାସନିକ ଅଧିକାରୀ ଥିଲେ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ବା ମଧ୍ୟବିତ୍ତ ଶ୍ରେଣୀର ମଣିଷ ଥିଲେ, ସେମାନଙ୍କର ପୋଷାକ ଆଜି ଭଳି ପ୍ୟାଣ୍ଟ, କୋଟ, ସାର୍ଟ ବା ଟାଇ ଏସବୁ ନଥିଲା। ସେଇମାନେ ହିଁ ଇସ୍ତ୍ରୀ କରା କାମିଜ ପିନ୍ଧି ପାରୁଥିଲେ, ଇସ୍ତ୍ରୀ କରା ଧୋତି ଖଣ୍ଡେ ପିନ୍ଧି ପାରୁଥିଲେ, ପାଦରେ ଚକ ଚକ କରୁଥିବା ଜୋତା ଖଣ୍ଡେ ପିନ୍ଧି ପାରୁଥିଲେ। ତେଣୁ ଏଠି ଲଣ୍ଠନ ଭିତରେ କବି ସୂଚେଇ ଦେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର ମଣିଷ ବର୍ଗଙ୍କୁ। ତା ଭିତରେ ଜ୍ୱଳନଟି କଣ ନା ସମଗ୍ର ଗୋଟେ ରାଷ୍ଟ୍ର ବ୍ୟବସ୍ଥା ଭିତରେ ସମଗ୍ର ନାଗରିକଙ୍କର ଯଦି ପ୍ରତିଷ୍ଠା, ତାଙ୍କର ଆଭିଜାତ୍ୟ, ତାଙ୍କର ଅର୍ଥନୀତି ଦୃଷ୍ଟିରୁ ଭାଗ କରିବା, ତେବେ ତିନୋଟି ଶ୍ରେଣୀ ଆମେ ପାଇବା। ସବା ଉପର ଶ୍ରେଣୀ କ୍ଷମତାଧାରୀ ମଣିଷ, ସେମାନେ ନେତା ହେଇପାରନ୍ତି, ମନ୍ତ୍ରୀ ହେଇପାରନ୍ତି, ଏମାନେ ଉଚ୍ଚ ବର୍ଗ, ପ୍ରଥମ ବର୍ଗ। ତା ତଳ ମଝି ମଝିକିଆ ବର୍ଗଟି ହେଲେ ମଧ୍ୟବିତ୍ତ ଶ୍ରେଣୀର ମଣିଷ, ଯେଉଁଠି ଶିକ୍ଷକ, ଅଧ୍ୟାପକ, ଓକିଲ, ଯନ୍ତ୍ରୀ ଏମିତି ଢଙ୍ଗରେ କେତେ ପଦାଧିକାରୀ ବି ଥାଇପାରନ୍ତି। ଏମାନେ ମଧ୍ୟବିତ୍ତ ଶ୍ରେଣୀର ମଣିଷ। ଆଉ ତଳ ଶ୍ରେଣୀର ମଣିଷ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ବା ଅଳ୍ପ ଶିକ୍ଷିତ ବା ଅଶିକ୍ଷିତ ବର୍ଗ, ମୂଲିଆ, ମଜଦୁର, ଦଳିତ ଏମାନଙ୍କର ବର୍ଗ। ସମାଜରେ କାଳେ କାଳେ ଏଇ ତିନୋଟି ଶ୍ରେଣୀ ରହି ଆସିଛି। ତଳ ଶ୍ରେଣୀ କଥା, ଦେଶ କଥା କିଛି ବୁଝନ୍ତି ନାହିଁ। ସେମାନଙ୍କୁ ଯଦି ସ୍ୱାଧୀନତା ଦିବସ କଥା ପଚରାଯାଏ, ହଁ ବର୍ଷକୁ ଏମିତି ଥରେ ଆସେ, ଗୋଟେ ତିରଙ୍ଗା ପତାକା ଉଡେ, ସେଉ ବୁନ୍ଦି ଖିଆ ହୁଏ, ପିଲାମାନେ ସ୍ଲୋଗାନ ଦିଅନ୍ତି, ଏମିତି ବାଟରେ ଚାଲନ୍ତି। ସେ ସ୍ୱାଧୀନତା କଣ, ତାର ଇତିହାସ କଣ, ସେଥିରେ ତାଙ୍କର ନେଣଦେଣ କିଛି ନାହିଁ, ବା ତାଙ୍କର ସମୟ ନାହିଁ ବି ଇଚ୍ଛା ବି ନାହିଁ ଦେଶ କଥା ବୁଝିବା ପାଇଁ। ଉଚ୍ଚ ବର୍ଗରେ ଯୋଉମାନେ ରହିଲେ, ବାସ୍ତବରେ ସେମାନେ ଭୋଟ ସର୍ବସ୍ୱ ରାଜନୀତିରେ କ୍ଷମତାସୀନ ହୋଇଥାନ୍ତି ସିନା, ଦେଶ ପାଇଁ କିଛି ଗୋଟେ ଉନ୍ନତିମୂଳକ ଜିନିଷ ଭାବିବାର ମଗଜ ସେମାନଙ୍କ ଭିତରେ ନଥାଏ।
ତେବେ ଏ ଦେଶକୁ ପ୍ରକୃତରେ କୋଉମାନେ ଚଳାନ୍ତି? ନା ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ। କିନ୍ତୁ ସେ ମଧ୍ୟବିତ୍ତ ଶ୍ରେଣୀ ଯେହେତୁ ସେମାନେ ଚାକିରିଜୀବୀ, ସେମାନଙ୍କ ହାତରେ ସ୍ୱାଧୀନତା ନଥାଏ। ମୁଁ ଜଣେ ଅଧ୍ୟାପକ ବା ପ୍ରଫେସର, ମତେ ସମୟ ନିର୍ଘଣ୍ଟ ଦିଆଯାଇଛି ଯେ 11ଟାରୁ 11ଟା 45 ପର୍ଯ୍ୟନ୍ତ ଏଇ କ୍ଲାସଟା ମୁଁ ନେବି। ସେଥିରେ ମୁଁ ବ୍ୟତିକ୍ରମ ଆଣିପାରିବି ନାହିଁ। ମୋର ଇଚ୍ଛା ଥାଉ ବା ଅନିଚ୍ଛା ଥାଉ, ଯାହା ହେଲେ ବି ସେ କ୍ଲାସଟି ମତେ ନେବାକୁ ପଡିବ। ଠିକ ସେମିତି ସମସ୍ତ ସରକାରୀ କର୍ମଚାରୀ ଯୋଉମାନେ ମଧ୍ୟବିତ୍ତ ଶ୍ରେଣୀର, ସେମାନେ ଅନ୍ୟର ଆଦେଶ, ଅନ୍ୟର ଉପଦେଶ, ଅନ୍ୟର ଅନୁଶାସନ ଭିତରେ ନିଜ ଜୀବନକୁ ଗୋଟେ ସମୟ ସାରଣୀ ଭିତରେ ବାନ୍ଧି ଦେଇଥାନ୍ତି, କିନ୍ତୁ ଇଚ୍ଛା ମୁତାବକ ନିଜେ କିଛି କରିପାରନ୍ତି ନାହିଁ। ତାର ଚିତ୍ରଟି ହେଉଛି ଲଣ୍ଠନ। ଲଣ୍ଠନ ନିଜେ ଇଚ୍ଛା କଲେ ଜଳି ପାରିବ ନାହିଁ, ତା ପେଟରେ କିରାସିନି ଅଛି, ନିଆଁଟିଏ ଲଗେଇଦେଲେ, କିନ୍ତୁ ଲଣ୍ଠନଟିକୁ ତାର ସୁଇଚଟାକୁ ମୁଡ଼ିଲେ ସେ ବେଶୀ ଜଳିବ, କମେଇଦେଲେ କମ ଜଳିବ, ଆହୁରି କମେଇଦେଲେ ସେ ଲିଭି ବି ଯିବ। ସେ ସୁଇଚ କାହା ହାତରେ? ନା ଉଚ୍ଚ ବର୍ଗ ଶାସନାଧିକାରୀଙ୍କ ହାତରେ, ମନ୍ତ୍ରୀଙ୍କ ହାତରେ, ନେତାଙ୍କ ହାତରେ। ଯଦି କିଛି ଭୁଲ କରୁଛନ୍ତି, ଆରେ ମୁଁ ତତେ ଫିଙ୍ଗିଦେବି ମାଲକାନଗିରିକୁ, କଳାହାଣ୍ଡିକୁ, ଜାଣିନୁ ମତେ। ଏମାନଙ୍କ ଜୀବନରେ ଇଚ୍ଛା ଅନିଚ୍ଛା ବୋଲି କିଛି ହିଁ ନଥାଏ। ଏମାନେ ଦେଶ ପାଇଁ ସବୁ ଯୋଜନା ପ୍ରଣୟନ କରନ୍ତି, ସବୁ କିଛି କରନ୍ତି, କିନ୍ତୁ ନିଜ ଭିତରେ ପ୍ରତି ମୁହୂର୍ତ୍ତରେ ସେମାନେ ଜଳୁଥାନ୍ତି। ତାଙ୍କର ସ୍ୱାଧୀନତା ନଥାଏ, ପର ହାତରେ ସେମାନେ ନାଚୁଥାନ୍ତି। ଅଜସ୍ର ବୁଦ୍ଧି ପ୍ରଜ୍ଞାଦୀପ୍ତ ହେଇଥିଲେ ବି, ବୁଦ୍ଧି କୌଶଳର ଅଧିକାରୀ ହେଇଥିଲେ ବି, ସ୍ୱାଧୀନ ମତେ ଦେଶ ପାଇଁ କାମ କରିବାର ସେମାନଙ୍କର ସେଇ ଅବସରଟିଏ ନଥାଏ। ତାଙ୍କୁ ବେଶୀ ଦବେଇଲେ ସେମାନେ ବେଶୀ ଜଳିବେ, କମେଇ ଦେଲେ କମ ଜଳିବେ, ଲିଭେଇ ଦେଲେ ବି ଲିଭିଯିବେ। ତେଣୁ ଏଇ ମଧ୍ୟବିତ୍ତ ଶ୍ରେଣୀର ଜୀବନ ଯନ୍ତ୍ରଣା, ତାକୁ ପରପଦରେ କହୁଛନ୍ତି ଯେ ସର୍କସର ବାଘ। ସିଏ ଚାହିଁଲେ ଝାঁପି ପଡି 5 ଜଣଙ୍କୁ ଶିକାର କରିଦେଇ ପାରେ, କିନ୍ତୁ ତା ଖେଳାଳି ହାତରେ ଗୋଟେ ହଣ୍ଟର ଥାଏ, ତାର ଅନୁଶାସନ ତାକୁ ନଚାଏ ସେ ମଞ୍ଚରେ, ତେଣୁ ବାଘର ଇଚ୍ଛା ନଥାଏ। ଠିକ ସେମିତି ଏ ମଧ୍ୟବିତ୍ତ ଶ୍ରେଣୀର ଯୋଉ ମନସ୍ତତ୍ଵ, ତାର ଯୋଉ ଅନ୍ତର୍ମନର ଚିତ୍ର, ତାର ଯୋଉ ଜ୍ୱଳନ, ଏ କବିତା ଭିତରେ ଏଇ ସ୍ୱଳ୍ପ କେତୋଟି ପଂକ୍ତି ଏବଂ ଶବ୍ଦ ଭିତରେ ଏତେ ପ୍ରତିଭାତ ହେଇଛି ଶକ୍ତିଶାଳୀ ରୂପରେ, ତାହା ଆମକୁ ବିସ୍ମିତ କରିଦିଏ। ପୁଣି ଚିତ୍ରକଳ୍ପ ଦୃଷ୍ଟିରେ ଯଦି ଦେଖିବାକୁ ଯିବା, ଏଇ କେତେ ଦିନର କବିତା ଭିତରେ ଗୋଟିଏ ଶକ୍ତିଶାଳୀ କବିତା, ଚନ୍ଦ୍ରମାର ଚୁଡ଼ି। ଚନ୍ଦ୍ରମା, ମୁଁ ଯେତିକି ଜାଣିଛି ଯେ କନ୍ଧମାଳ ଫୁଲବାଣୀ ଭଳି ସ୍ଥାନରେ ଯେତେବେଳେ ସେ ମାଜିଷ୍ଟ୍ରେଟ ଥିଲେ, କଲେକ୍ଟର ଥିଲେ, ସେତେବେଳେ ସେଇ ଦପ୍ତରରେ ଜଣେ ବିଧବା ବୋଲି ତ କହିହବ ନାହିଁ, ସ୍ୱାମୀ ତାର ନାହାନ୍ତି, ସେଇ ଦପ୍ତରରେ ସିଏ ଚାକିରି କରୁଛି, ସଫେଇ କରୁଛି, ଝାଡୁ ମାରୁଛି, ଏବଂ ସମସ୍ତେ କହୁଛନ୍ତି ତା ସମ୍ପର୍କରେ ଟୀକା ଟିପ୍ପଣୀ ଦଉଛନ୍ତି, ତାର ଚରିତ୍ର ଖରାପ। କବି ଦୃଷ୍ଟିଟିଏ ସେଇ ଅସହାୟ ନାରୀଟିକୁ, ଯୁବତୀ ନାରୀଟିକୁ ଅନୁସନ୍ଧାନ କରିଛି, ତର୍ଜମା କରିଛି, ତାପରେ ଏ କବିତା ସେ ଫୁଲବାଣୀରେ ହିଁ ସେତେବେଳେ ଲେଖା ହେଇଛି। ଯେ ବସ୍ତିର କିଶୋରୀ, ସିଏ, ତାକୁ ଜଣେ ବିବାହ କରିଛି ଏବଂ ନବବିବାହିତା ପତ୍ନୀକୁ ତା ଘରେ ଛାଡି ସେ କହିଛି, ମୁଁ ଦୂର ସହରକୁ ଯାଉଛି କିଛି ଗୋଟେ ଜୀବିକା ସନ୍ଧାନରେ, ଆଉ ଜୀବିକା ପାଇଲା ପରେ ତତେ ମୁଁ ସେଇଠିକି ନେଇଯିବି, ସେଇଠି ଆମେ ସୁନ୍ଦର ଭାବରେ ଘର ସଂସାର କରିବା, ଅତି ଆରାମରେ ରହିବା। କିନ୍ତୁ ଯାଇଛି ଯେ ଯାଇଛି, ସେ ଆଉ ଫେରି ନାହିଁ। ସେ ବଞ୍ଚିଛି କି ମରିଛି ତାର ଇୟତ୍ତା ବି ନାହିଁ। ବହୁଦିନ ଅପେକ୍ଷା କଲା ପରେ ଚନ୍ଦ୍ରମା ଯେତେବେଳେ ତାର ଆଉ କିଛି ସନ୍ଧାନ ପାଇନାହିଁ, ଚନ୍ଦ୍ରା ବେହେରାଣୀ, ସେତେବେଳେ ଗୋଟିଏ ପଟେ ତାର ଅଭାବୀ ସଂସାର ଅନଟନ, ଅନ୍ୟପଟେ ଯୌବନରେ ପାଦ ଦେଲା କ୍ଷଣି
पेटर भोक मनर भोक ताकू प्रशमित करने जाई अनिच्छा सत्वे तार विवेक एवं आदर्श को हत्या करने को पछे जाई नहीं प्रति राति रे ता पुर को नुआ नुआ पुरुष आसी अनिच्छा सत्वे सेमानकर बाहुबंधन भितरे से निजको हजाई देइछि एपटे प्रति मुहूर्त रे ता स्वामीर स्मृति मध्य ताकू व्यथित करुछि किंतु से बेफिकर बा अनायत्त निज पई सेई समय रे से जने अन्यर कुलबधू अन्यर धर्मपत्नी ता भितरे भी पातिव्रत्यर इच्छा अछि ता भितरे भी सतीत्वर पराकाष्ठा अछि किंतु समय परिस्थिति जीवन भसापत्र भली पानी रे भासी जाउछबा पत्र भली गोटे विडंबित भाग्य आड़कू ताकू टाणी टाणी नहीं जाउछ तेणु प्रथम राति रे परपुरुषर बाहुबंधन भितरे से जेतेबेले उपभोग्या हेबाकू जाउछि सेई समयर चित्र को हुएत गोटे उपन्यास सुलभ गद्य लिखिले पृष्ठा पर पृष्ठा व्यापी जीवो किंतु गोटे चमत्कार चित्रकल्प जरिया रे ताकू से कहउचंती किमितिका ना गोटे निघंच अरण्य रे गोटे बुढ़ा बरगछ ता उपरे केते दिनरू भूकिला अजगरटीए थाए हठात से जदि देखि दिए तले गोटे मृग छुआ गोटे हरिण छुआ अछि ताकू शिकार करबाकू देई जाईकी ता चारि पाखे से कुंडली सृष्टि करि दिए एवं से कुंडली भितरे जेतेबेले मृग छुआटी रही जाए से कुंडली तार घेरटी जेतेबेले संकुचित हो जाए सेतेबेले से कोमल निरीह मेष छुआर मांसपेशी गुड़िक भांगी चूरी अस्थि गुड़िक गोटे गोलाकार पेंडु पालटी जाए तापरे ए दीर्घकाय अजगरटी कौन करे टाउकिना ताकू पाटी भितरे पुरई दिए आज चंद्रमार जीवनटा से निरीह असहाय मृग शावक भली एठी एवं परपुरुषर बाहुबंधनटी एटी अजगरर कुंडली भली पुणी अन्यत्र कहउचंती जे जूप काठरे पशुटी को जेतेबेले बलि दिया जाए से जूप काठ भितरे पशिगला परे से आउ जिमती हलचल हेई पारे नाही से बेक हलई पारे नाही स्थिर निर्वाक हेई जाए आज परपुरुषर आश्लेष बा आलिंगन ता पई जूप काठ पालटी जाइछि तेणु खाली गोटे चित्रकल्प नुहे भिन्न भिन्न चित्रकल्प एकत्र संगठन करी देबारे ये सिद्धि रमाकांत को प्राय प्रति पाठक निकटरे स्मरणीय करछि से कविता पंक्ति एमिति जेमिति एक गड़ जाति अरण्य भितरे दीर्घकाय अजगर खसी खसी अस्त गछ डालू धीरे धीरे घेरी गला असहाय मिरिग छुआ को चक्राकृति हुई तार चोरी देला मांस आउ हाड़ उदरस्त करी सारी आरंभिला सुदीर्घ पहुड़ ठीक सेमिति आश्लेषर हड़ी काठे चंद्रमार अनुभूति मला झाड़र गंधरे हेला लुप्त तार सकल चेतना परपुरुष देहर झाड़ गंध भितरे अनुभव करता स्वामीर आलिंगनर झाड़ गंध से दिन मन पड़ी जाउछि तेणु गोटे सजीव चित्रकल्प जहाँ को आमे लिविंग इमेज बोली कहू लिविंग इमेज सजीव चित्रकल्प चित्र अनेक प्रकार चित्रकल्प रही एठी से प्रकार चित्रकल्पटी को आमे देखुछु आश्लेषर हड़ी काठे चंद्रमार अनुभूति मला झाड़र गंधरे हेला लुप्त तार सकल चेतना चुंबनर चाबुकरे गाल आउ छातीर जीवन कृपणर धन भली अंधकार सिंधुके लुचिला तेणु प्रति मुहूर्त कई पैसा रोजगार करने चंद्रा बेहराणी जीवन इमिति गोटे विडंबित पर्याय को चली जाइछि तार अंतर्बोध भितरे मध्य से शुणी पारुछि जे जीवनर वास्तवता निकटरे जीवनर क्रूर वास्तवता निकटरे ये मनुष्यर विवेक तार आदर्श बोध
କେତେ ନ୍ୟୁନ। ତାର ପଂକ୍ତି ସେଇ କବିତାରେ ଯେ ଜୀବାଟା ବୋଧ ହୁଏ ଜୀବନରେ ସବୁଠାରୁ ସତ, ତାଠାରୁ ସତ ବୁଧେ ଆଦର୍ଶର ହତ୍ୟା ଆଉ ବିବେକର ମୃତ୍ୟୁର କାହାଣୀ। ସାବଧାନ ଚନ୍ଦ୍ରା ବେହେରାଣୀ, ସାବଧାନ ଚନ୍ଦ୍ରା ବେହେରାଣୀ। ତେବେ ଏମିତି ଢଙ୍ଗର କବିତା ପରବର୍ତ୍ତୀ ସଂକଳନରେ ଅନେକ କୋଠରୀରେ ଆମେ ମାଷ୍ଟାଣୀ କବିତା ଭିତରେ ବି ଦେଖିବାକୁ ପାଇବା। ଅନେକ କୋଠରୀ ବଡ଼ ଚମତ୍କାର ତାଙ୍କର ନାମକରଣ। ଏଠି କାବ୍ୟ ନାୟକଙ୍କୁ ଆଧୁନିକ କବିତାରେ ପର୍ସୋନା ବା ନଟସତ୍ତା ବୋଲି କୁହାଯାଏ। ପର୍ସୋନା। ତେଣୁ ଆଧୁନିକ ମଣିଷ ତାର ଆତ୍ମସତ୍ତା, ତାର ଆଇଡେଣ୍ଟିଟି, ତାର ପର୍ସନାଲିଟି ସତେ ଯେମିତି ବହୁଧା ବିଭକ୍ତ। ଏଇ ବହୁଧା ବିଭକ୍ତ ବ୍ୟକ୍ତି ସତ୍ତାକୁ ଅନେକ କୋଠରୀ ଭିତରେ ଦେଖୁଛନ୍ତି ରମାକାନ୍ତ। ଏବଂ ସେଇ ଆଧୁନିକ ମଣିଷ ଯିଏ କାବ୍ୟ ନାୟକ, ତା ନିଜର ନୈରାଶ୍ୟ, ତାର ନିସଙ୍ଗ ସ୍ଥିତିକୁ ପ୍ରତି କବିତାରେ ଜାହିର କରୁଛି। ସମୟ, ମୃତ୍ୟୁବୋଧ, ଏକାକିତ୍ୱବୋଧ, ଦେହାନ୍ତର ଚେତନା, ଦେହକୁ ଛାଡ଼ି ଆଉ ଗୋଟିଏ ଦେହ ଭିତରେ ଅନୁପ୍ରବେଶ କରିବାର ଯେଉଁ ପ୍ରବଣତା ଆଧୁନିକ ମଣିଷର, ଏ ଦାର୍ଶନିକ ମନନଶୀଳତା ଆମେ ଯେଉଁ ଯେଉଁ କବିତାରେ ସଂକଳନରେ ଦେଖୁ, ସୂର୍ଯ୍ୟାସ୍ତର ଶବ ସଂସ୍କାର, ଯୀଶୁଖ୍ରୀଷ୍ଟ, ବର୍ଷା ଋତୁ, ଅନନ୍ତ ଶୟନରେ ଯୋଉଠି ଗୋଟେ ମିଥର ପ୍ରୟୋଗ ହେଇଛି। ମିଥ୍, ପୁରାଣ କଳ୍ପ, ପୁରାଣ ଚେତନା, ଯେ ଆମର ନାଗକନ୍ୟା ମାନଙ୍କ କଥା। ଏଠି ପ୍ରତିଟି ଦେହଜୀବୀ ନାରୀକୁ ସେ ନାଗକନ୍ୟା ସହିତ ତୁଳନା କରୁଛନ୍ତି। ଯୋଉଠି ସେ ଲେଖୁଛନ୍ତି ସଂକ୍ଷିପ୍ତ ଦିଟା ଧାଡି। ଡାକେ ନାଗକନ୍ୟା ଭୁରୁକୁ ନଚାଇ, ଡାକେ ନାଗକନ୍ୟା ଭୁରୁକୁ ନଚାଇ, ସେଜକୁ ଦେଖାଏ ହାତ ମରଣର ସଙ୍ଗମ ସୁଯାଇ। ସେଜକୁ ଦେଖାଏ ହାତ ମରଣର ସଙ୍ଗମ ସୁଯାଇ। ବା ଏଇ ସଂକଳନ ବର୍ଷା ଋତୁ କବିତାରେ ଗୋଟେ ଦେହାନ୍ତର ପରିକଳ୍ପନା। ମୁଁ କହିଥିଲି ଯେ ଦିଟା ଭାବଧାରା, ଗୋଟେ ଆଧୁନିକ ଚେତନା ଆଉ ଗୋଟିଏ ସନାତନ ଭାବସତ୍ତା ଭାରତୀୟ ଚେତନା, ଯେଠି ଗୀତାରେ କୁହାଯାଉଛି ଆତ୍ମା ଅବିନାଶୀ। ଏଇ ଆତ୍ମାର ଘୋଡଣୀ ହଉଛି ଏ ଦେହ। ଏ ଦେହ ଦିନେ ପୁରୁଣା ହେଇଯିବ, ଜୀର୍ଣ୍ଣ ହେଇଯିବ। ନୂତନ ବସ୍ତ୍ର ପରିଧାନ କଲା ପରି ଆଉ ଗୋଟେ ଦେହ ଦରକାର ହୁଏ। ଆତ୍ମା ତାର ଘଟ ପରିବର୍ତ୍ତନ କରେ, ସେଇ ଦେହର ବା ସେଇ କଳେବର ଭିତରେ ନିଜକୁ ଆତ୍ମସ୍ଥ କରିଦିଏ। ଠିକ ସେମିତି ତାଙ୍କର ପଂକ୍ତି ବର୍ଷା ଋତୁରେ, ମାଂସ ମଧ୍ୟ ଲୁଗା ପରି, ମାଂସ କହିଲେ ଏଇ ସ୍ଥୂଳ ଶରୀର, ମାଂସ ମଧ୍ୟ ଲୁଗା ପରି କାଳକ୍ରମେ ହୁଏ ପୁରାତନ। ତେଣୁ ଆଧୁନିକତା ସହିତ ଭାରତୀୟ ଦାର୍ଶନିକତାର ଏ ଟିକି ଟିକି ସମନ୍ୱୟ ଆମେ ତାଙ୍କ କବିତାରେ ଦେଖୁ। ସନ୍ଦିଗ୍ଧ ମୃଗୟା, ଏଠି କାବ୍ୟ ନାୟକର ମୃଗୟା ସନ୍ଦିଗ୍ଧ। ସନ୍ଦିଗ୍ଧ ମାନେ ଲକ୍ଷ୍ୟ ଭ୍ରଷ୍ଟ। କାରଣ ଆଧୁନିକ ମଣିଷ ତାର କୌଣସି ଉଚିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରେ ନାହିଁ। ଯେମିତି ଆଲବର୍ଟ କାମୁଙ୍କର ଗୋଟେ ଗପ ମନେ ପଡୁଛି, ଯେ ଜଣେ ଚିକିତ୍ସା ବିଜ୍ଞାନୀ, ଜଣେ ଗବେଷକ, ସେ ତା ଲ୍ୟାବୋରେଟୋରୀରେ ପ୍ରତିଦିନ ଗୋଟେ ଗୋଟେ ଜିଅନ୍ତା କୁକୁରକୁ ଆଣିକି କାଟେ, ତାକୁ ପରୀକ୍ଷା ନିରୀକ୍ଷା କରେ। ଶେଷକୁ ପଚରା ଯାଇଛି, ତମେ ବର୍ଷ ବର୍ଷ ଧରି ଏମିତି କେତେ ଯେ କୁକୁର କାଟିଲଣି, କଣ ତମର ପରୀକ୍ଷା ସରୁନାହିଁ? ତମେ ବାସ୍ତବରେ କୁକୁରର ଶରୀର ଭିତରୁ ତାକୁ ଆନାଟମି କଲା ପରେ ତା ଭିତରୁ ତମେ କଣ ଖୋଜୁଛ, କଣ ଚାହୁଁଛ? ସେତେବେଳେ ସେ କହୁଛନ୍ତି, ବାସ୍ତବ ତ ମୁଁ କଣ ଖୋଜୁଛି ମୁଁ ନିଜେ ଜାଣିନି, କିନ୍ତୁ ଅଜସ୍ର କୁକୁର ସେ କାଟି ଚାଲୁଛି। ଏ ଗଳ୍ପଟି ଏପସଡ ବା ଉଦ୍ଭଟତାରେ ମଧ୍ୟ ଗୋଟିଏ ପ୍ରାମାଣିକ ଦୃଷ୍ଟାନ୍ତ ଭାବରେ ମଧ୍ୟ ଆମ ଆଲୋଚନାକୁ ନିଆଯାଏ। ଠିକ ସେମିତି ଆଧୁନିକ ମଣିଷ ତାର ଲକ୍ଷ୍ୟ ସ୍ଥିର ନୁହଁ। ସେ
ଚିତ୍ତ ତାର ଉଦ୍ବିଗ୍ନ, ସେ ସବୁବେଳେ ଚଞ୍ଚଳ ମନା, ସେ ପରିସ୍ଥିତିର ଦାସ। ତେଣୁ ତାର ଜୀବନ ପରିଧି ଯଦି ଗୋଟେ ମୃଗୟା ହୁଏ, ସେ ମୃଗୟା ଏଠି ସନ୍ଦିଗ୍ଧ ଅର୍ଥାତ୍ ଲକ୍ଷ୍ୟଭ୍ରଷ୍ଟ। ଜୀବାର ଅଚରିତ ଅର୍ଥାତ୍ ଆମର ଅଚରିତାର୍ଥତା, ପ୍ରେମର ବିଫଳତା, କ୍ଳାନ୍ତି, ଯାହା ମୃଗୟା ଶବ୍ଦକୁ ଚରିତାର୍ଥ କରେ। ଏବଂ ଏ କବିତା ଭିତରେ ହେମଲତାର ମୃତ୍ୟୁ, ଅତିଥି ସତ୍କାର, ମାଧବୀର 35ତମ ଜନ୍ମୋତ୍ସବ, ଏମିତି ଅନେକ ସଫଳ କବିତା ରହିଛି। ତେବେ ଅନେକ କବି ଋତୁ ଆଉ ପ୍ରକୃତିକୁ ଯେଉଁଭଳି ଅନୁଭବ କରିଛନ୍ତି, ଯେମିତି ସଚୀ ରାଉତରାୟ ବସନ୍ତ ଉପରେ ଲେଖିଲେ ଯେ ବସନ୍ତ ଆସେ ଯେ ଥେଲି ଧକ୍କା ଖାଇ କୁକୁଡ଼ାର ଦେହେ, ଭାଙ୍ଗି ବହୁ ମହୁର ସୁରେଇ। ଠିକ ସମାନ ସ୍ୱର ଆମେ ସନ୍ଦିଗ୍ଧ ମୃଗୟାରେ ବସନ୍ତ ଋତୁ କବିତା ରମାକାନ୍ତଙ୍କର ବସନ୍ତ ନୂଆ ଚିତ୍ରକଳ୍ପ ଏବଂ ପ୍ରତୀକ ଭିତରେ ସଫଳ ତ ହେଇଛି, କିନ୍ତୁ ବୁଝିବା ପାଇଁ ବି ବେଳେ ବେଳେ ଜଟିଳତା ସୃଷ୍ଟି କରେ, ଦୁର୍ବୁଦ୍ଧତା ସୃଷ୍ଟି କରେ। ଜଣେ କବିର ବ୍ୟକ୍ତିଗତ ଅନ୍ତର ନିହିତ ଭାବସତ୍ତାର ଯେଉଁ ନିରୁତା ଭାବନାଟିଏ ଯେତେବେଳେ ବ୍ୟକ୍ତିଗତ ଚିତ୍ରକଳ୍ପ ସ୍ତରକୁ, ପ୍ରତୀକ ସ୍ତରକୁ ଓହ୍ଲିଯାଏ, ସାର୍ବଜନୀନ ପାଠକ ଠାରୁ ସେ କବିତା ଟିକେ ଦୂରତା ରକ୍ଷା କରେ, ଏହାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। କିନ୍ତୁ କବିତାଟିକୁ ବୁଝିଗଲା ପରେ କେତେ ସୁନ୍ଦର ଲାଗେ। ନା ଏ ବସନ୍ତ କେମିତି ଆସିଛି? ନା ଶୀତର ଯନ୍ତ୍ରଣା ପରେ, ଶୀତରେ ଯେତେବେଳେ ଆମେ ଥରି ଉଠୁ, ଦାନ୍ତ ସନ୍ଧିରେ କାଠଣାଣ ଚଢେଇ ଠକ୍ ଠକ୍ ଶବ୍ଦ କରେ, ଆମେ ଟିକେ ଉଷୁମ ପାଣି ଲୋଡୁ। ତେଣୁ ଶୀତର ଯନ୍ତ୍ରଣା ପରେ ଦେହ ଧୋଇ ଉଷୁମ ପାଣିରେ ସେଜରେ ପକାଇ ସଫା ଚାଦର, ଧଳା ନର୍ସ ପରି ବସନ୍ତ ଆସିଛି। ଧଳା ନର୍ସ ପରି ବସନ୍ତ ଆସିଛି, ତାର ବଳିଲା ହାତରେ ଘଣ୍ଟା ଚକ୍ ଚକ୍ କରେ। ବସନ୍ତ ଆସିଛି ଗୋଟେ ଧଳା ନର୍ସ ପରି। ଆମ ଜୀବନ ଆଜି ରୁଗ୍ଣ। ଆମେ ବସନ୍ତକୁ କେଉଁ କାବ୍ୟକୁଞ୍ଜ କାନନରେ ଆଜି ଆଉ ଭେଟୁ ନାହୁଁ। କିନ୍ତୁ ବସନ୍ତ କ୍ଷଣିକର ଅନୁଭବଟିଏ। ଯନ୍ତ୍ରଣାରେ ଛଟପଟ ହେଇ ମରିବାକୁ ଯାଉଥିବା ରୋଗୀ ଯେଇଠି ସଫା ଧଳା ଚାଦର ପଡ଼ି ସାରିଲାଣି ଏବଂ ନର୍ସ ଆସିଲାଣି, ତାର ବଳିଲା ହାତରେ ଘଣ୍ଟା, ସ୍ୱାସ୍ଥ୍ୟବତୀ ନିଟୁଳ ସୌନ୍ଦର୍ଯ୍ୟମୟୀ ଯୋଉ ନର୍ସ, ଏ ଘଣ୍ଟା କଣ ସୂଚଉଛି? ତମର ଆଉ ସମୟ ନାହିଁ, ଏ ଦୁନିଆରୁ ତମେ ଚାଲିଯିବ। ତଥାପି ତା ବଳିଲା ହାତକୁ ଦେଖି, ସ୍ୱାସ୍ଥ୍ୟବତୀ ନର୍ସକୁ ଦେଖି, ଅଳ୍ପ କ୍ଷଣରେ ମରିବାକୁ ଯାଉଥିବା ରୋଗୀ ମନରେ ଯେମିତି ଟିକିଏ ପ୍ରେମ, ଟିକିଏ ଉଲ୍ଲାସ, ଟିକିଏ ଉନ୍ମାଦନା ସୃଷ୍ଟି ହେଇଯାଏ। ଏ ବସନ୍ତ ଠିକ ସେଇ ମୁହୂର୍ତ୍ତକର ଗୋଟିଏ ପୁଲକିତ ଭାବ ନେଇ ଆମ ଆଧୁନିକ ଜୀବନକୁ ଆସେ। ତେଣୁ ଶବ୍ଦ ଗୁଡ଼ିକ ସଂକ୍ଷିପ୍ତ, ଧାଡି ଗୁଡ଼ିକ ପରିମିତ, କବିତାର କଳେବର ମଧ୍ୟ ଅତି କ୍ଷୀଣ, କିନ୍ତୁ ତା ଭିତରେ ଗୋଟେ ବ୍ୟାପକ ଜୀବନାନୁଭବ ବା ଗୋଟେ ଭିନ୍ନ ସତ୍ୟକୁ ଖଞ୍ଜି ଦେବାର ଯେଉଁ ବିଚିତ୍ର ବିଶ୍ୱକର୍ମା ଭଳି କବିଟିର ଅବଦାନ, ତାହା ପାଠକ ନିକଟରେ ବେଶ ଆଶ୍ଚର୍ଯ୍ୟାନ୍ୱିତ କରିଦିଏ। ସନ୍ଦିଗ୍ଧ ମୃଗୟା ପାଖେ ପାଖେ ବିଚରଣ କରୁଥାଏ ସମସ୍ତଙ୍କ ଜୀବନ ପାଇଁ ସପ୍ତମ ଋତୁ। ଆମେ ଜାଣିଛୁ 6ଟି ଋତୁ ଥାଏ। ଏ ସପ୍ତମ ଋତୁଟି କଣ? ନା ମୃତ୍ୟୁର ଋତୁ, ଡେଥ୍ କନସିୟସନେସ୍। এই কবিতা সংকলন প্রায় সমগ্র কবিতা ভিতরে মৃত্যু, মৃদু রসিকতা, প্রেম চেতনা সহ, যৌন চেতনা সহ মৃত্যু সর্বত্র হাত ধরাধরি ହେଇକି ରହିଛି। ଆଉ 1982 ମସିହାରେ ସଚିତ୍ର ଅନ୍ଧାର, ନୈରାଶ୍ୟ, କ୍ଳାନ୍ତି, ଅବସାଦର ଅନ୍ଧାର ଏଠି ଆମେ ଦେଖୁ। ଅବସାଦର ଅନ୍ଧାର, ତା ଭିତରେ ବିଚରଣ କରି କରି ଚେତନା ଏଥିରେ ଯେପରି ଭାଗ୍ୟ ଓ ଭବିତବ୍ୟ ଆଡକୁ, ଭବିଷ୍ୟତ ଆଡକୁ ସତେ ଯେମିତି ଢଳି ପଡିଛି। ଏଉଠୁ ଆମେ ଦେଖୁ ରମାକାନ୍ତୀୟ କାବ୍ୟ ବଳୟରେ ଗୋଟିଏ ସ୍ୱତନ୍ତ୍ର ଦିଗ, ତାହା ହେଉଛି ତାଙ୍କ ସୃଷ୍ଟିର
ସବୁଠାରୁ ଶ୍ରେୟତମ ଅଂଶ 1985 ମସିହାରେ ଶ୍ରୀରାଧା। ଶ୍ରୀରାଧାକୁ ପ୍ରାୟତଃ ଆମେ କହୁ ଯେ ଗୋଟେ ପ୍ରେମର ଚିରନ୍ତନ ଆର୍କିଟାଇପ୍। ଶ୍ରୀରାଧାକୁ ବୈଷ୍ଣବ କବିମାନେ ତାଙ୍କ ଢଙ୍ଗରେ ଦେଖିଥିଲେ, ମୂର୍ତ୍ତିମନ୍ତ ଦେବୀ ଭାବରେ ରାଧାକୁ ଚିତ୍ରଣ କରିଥିଲେ, ପ୍ରେମମୟୀ ବୃନ୍ଦାବନେଶ୍ୱରୀ ଭାବରେ ଚିତ୍ରଣ କରିଥିଲେ। କିନ୍ତୁ କବିଙ୍କର ଅନୁଭବ ରାଧାଙ୍କୁ ଦେଖିଛନ୍ତି ଏଇ ଧୂଳି ମାଟିର ଗୋଟିଏ ସାଧାରଣ ନାରୀ ଭିତରେ, ତାର ଜୈବିକ ସତ୍ତା ଭିତରେ ବି ପ୍ରେମ ଭଳି ଗୋଟେ ସନାତନ ମୂଲ୍ୟବୋଧକୁ ସେ କେତେ ଅଙ୍ଗୀକାର କରିପାରିଛି। ଏଠି ପ୍ରାପ୍ତି ନୁହେଁ, ଅପ୍ରାପ୍ତି ଭିତରେ, ଶୂନ୍ୟତା ଭିତରେ ସେ ପ୍ରାପ୍ତିର ଆନନ୍ଦକୁ ଅନୁଭବ କରୁଛି। ଯେମିତି ପ୍ରଥମ ଭାଗରୁ କହୁଛନ୍ତି, ମୁଁ ସର୍ବଦା କାଙ୍ଗାଳୁଣୀ ଅନ୍ତରକ୍ଷ ଯାଏ, ଏବଂ ମୋର ଦୁଇ ସୀମାହୀନ ବାହୁଙ୍କ ଭିତରେ ମୁଦ୍ଗ୍ରୀବ ଶୂନ୍ୟ ସ୍ଥାନଟିଏ, ଖାଲି ଶୂନ୍ୟ ସ୍ଥାନଟିଏ ହୋଇ ରହିଯିବା କାହା କାହା କପାଳେ ତ ଥାଏ, କାହା କାହା କପାଳେ ତ ଥାଏ। ତେଣୁ ପ୍ରାପ୍ତି ନୁହେଁ, ଅପ୍ରାପ୍ତି ଭିତରେ। ତେଣୁ ତ ଶ୍ରୀରାଧାର ଏଇ ଯୋଉ ମୃଦୁ ପ୍ରେମର ଅନୁଭବଟିକୁ ଆମେ ଅନେକ ସ୍ଥାନରେ ଭେଟୁ। ଗୋଟେ ଚର୍ଚ୍ଚିତ ପଦଟିଏ ଯେମିତି 61 କବିତା ଶ୍ରୀରାଧାଙ୍କ ଅନ୍ତର୍ମନର ସଂଳାପ ବା ସ୍ୱଗତୋକ୍ତି କହିଲେ ଭୁଲ ହେବ ନାହିଁ, ଯେଉଁଠି କୃଷ୍ଣକୁ ଚିତ୍ରଣ କରୁଛନ୍ତି, ତମେ ନୀଳ କଇଁ ରଙ୍ଗର ଛୁରୀ ମତେ ଚିରି ଦେଇ ଯାଅ, ଚାହିଁଲା ବେଳକୁ ମୁଁ ନୁହେଁ ତମେ ହିଁ ରକ୍ତରେ ବୁଡ଼ିଥାଅ। ତେଣୁ ଏ ପଦ ଗୁଡ଼ିକ ପ୍ରାୟତଃ ପାଠକ ମାନଙ୍କୁ ଆପ୍ଲୁତ କରେ, ଏବଂ ଏହାରି ଭିତରେ ବି ଗୋଟେ ଶିଶୁ ସୁଲଭ ମାନସିକତା, ଗୋଟେ ଦୁଷ୍ଟାମୀ ଭାବଟିଏ କବି ହାତରୁ ଖସି ଯାଇ ନାହିଁ। ଯେଉଁଠି ସେ ଶ୍ରାଦ୍ଧା କବିତାରେ କହନ୍ତି, ଦେହରେ ବାଜିଲେ ଦେହ ମୁଁ ନିଜକୁ ପାଶୁରି ପକାଏ, ଦେହରେ ବାଜିଲେ ଦେହ ମୁଁ ନିଜକୁ ପାଶୁରି ପକାଏ, ତେଣୁ ସବୁ କିଛି ଜାଣି ଶୁଣି ଏବଂ କିଛି ନ ଜାଣିଲା ପରି ବାରମ୍ବାର ତୁମ ଦେହେ ମୁଁ ଦେହ ବଜାଏ, ବାରମ୍ବାର ତୁମ ଦେହେ ମୁଁ ଦେହ ବଜାଏ। ପ୍ରାୟ ଆଲୋଚନା କଲା ବେଳକୁ ସମୟ ଟିକେ ପ୍ରଲମ୍ବିତ ହେଇଯାଉଛି, ଏବଂ ଶ୍ରୀରାଧା ପରେ ପ୍ରାୟତଃ କୃଷ୍ଣଙ୍କର ଜୀବନକୁ ନେଇକି ସେ ପ୍ରୟାସ କରିଛନ୍ତି ଶ୍ରୀ ପଳାତକ ଲେଖିବା ପାଇଁ। ମହାଭାରତ ଯୁଦ୍ଧ ପରେ ପରେ ଏ ସଂସାରର ମୋହ ତ୍ୟାଗ କରି ଯେତେବେଳେ ମାନବ ଶରୀର ତ୍ୟାଗ କରି ପ୍ରଭାସ ତୀର୍ଥରେ ସେ ଜାଣି ସାରିଛନ୍ତି ତାଙ୍କର ସମୟ ସନ୍ନିକଟ ହେଇଯାଇଛି ସ୍ୱର୍ଗକୁ ଗମନ କରିବା ପାଇଁ। ତେଣୁ ସାରା ଜୀବନର ଗୋଟେ ଅନୁଭବ, ଗୋଟେ ଦର୍ଶନକୁ ଏ କବିତାରେ ରୂପାୟିତ କରାଯାଇଛି। ସୀମାନ୍ତ ବାସ ସିଏ ଗୋଟେ ରହସ୍ୟମୟ ଅନୁଭୂତି, ଦିନେ ଦୁନିଆ ଛାଡି ଆମକୁ ଗୋଟେ ଅନ୍ୟ ଦୁନିଆ ଦିଗ୍ବଳୟ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡିବ, ସେ ରହସ୍ୟମୟ ଜଗତର ସନ୍ଧାନ ଦେଇଛନ୍ତି। ତେବେ ତାଙ୍କ ଶ୍ରୀରାଧା ଇଏ ଗୋଟେ ସ୍ୱତନ୍ତ୍ର କାବ୍ୟ ଆସରର ଅପେକ୍ଷା ରଖେ। ତେଣୁ ସମୟ ଅତିକ୍ରାନ୍ତ, ମୁଁ ଅନୁରୋଧ କରିବି, ମୁଁ ଛାଡ଼ି ଯାଇଥିବା, କହିପାରି ନଥିବା ଏ କଥାକୁ ଆମର ସୁଷମା ମ୍ୟାଡାମ ଟିକେ ଆମ ପିଲାମାନଙ୍କ ନିକଟରେ ରଖିବେ। ଅବଶେଷରେ ମୁଁ ଏତିକି କହିବି, ଆଜିର କମ୍ପ୍ୟୁଟର, ଇଣ୍ଟରନେଟ, ଜଗତୀକରଣ, ଉଦାରୀକରଣ, ଉପଭୋକ୍ତାବାଦର ପ୍ରବଳ ପ୍ରବାହ ଆମ ସାଂସ୍କୃତିକ ଚେତନାକୁ ଯେତେବେଳେ ବାରମ୍ବାର ଆଲୋଡ଼ିତ କରୁଛି, ଏହା ସତ୍ତ୍ୱେ ଆମର ସାମୂହିକ ଅବଚେତନରେ ଥିବା ଐତିହ୍ୟ ସମ୍ପ୍ରୀତି, ପ୍ରେମର ଶାଶ୍ୱତ ମୂଲ୍ୟବୋଧ ପ୍ରତି ଆମର ଅନୁରାଗକୁ ଉଜ୍ଜୀବିତ କରିବା ତଥା ଆଜିର ପରିବର୍ତ୍ତିତ ପୃଥିବୀରେ ମଣିଷର ଜୀବନକୁ ନୂଆ ଭାବରେ ବୁଝିବାର ପ୍ରବଣତା ଦୃଷ୍ଟିରୁ ରମାକାନ୍ତଙ୍କ କବିତା ଗୁଡ଼ିକର ଭୂମିକା ଯେ ତାତ୍ପର୍ଯ୍ୟପୂର୍ଣ୍ଣ, ଏହା ପାଇଁ ଆହୁରି କହିବା, ଆହୁରି ଅସୁମାରୀ ଆଲୋଚନାର ଅପେକ୍ଷା ରଖେ। ମୋର ଏଇ ସ୍ୱଳ୍ପ ସମୟର ତର୍ଜମା, ଏ ବିଶ୍ଳେଷଣ ସମସ୍ତଙ୍କୁ ଯଦି ଭଲ
ଭଲ ଲାଗିଥାଏ। ମୋର ବ୍ୟସ୍ତବହୁଳ ସମୟ ଭିତରୁ ଏ ସମୟ ମୁଁ ଆଜି ଟିକେ ସତ୍କାର୍ଯ୍ୟରେ ବିନିଯୋଗ କଲି ପରି ମୋତେ ନିଜ ପାଖରେ ମୁଁ ନିଜକୁ କୃତଜ୍ଞ ମନେ କରୁଛି। ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ। ପୁନଶ୍ଚ ଆଉ କେବେ ପରବର୍ତ୍ତୀ ଗୋଟିଏ ଆସରରେ ଯୋଗ ଦେବାର ପ୍ରତିଶ୍ରୁତି ଦେଇ ମୁଁ ରହୁଛି। ଜୟ ଜଗନ୍ନାଥ।